ଭାତ ପଖାଳ ରୁଟି ପୁରୀ ପରଟା ଛୁଆଙ୍କ ଟିଫିନ୍ ବକ୍ସ ହଜବେଣ୍ଡଙ୍କ ଲଞ୍ଚ ବକ୍ସ ସବୁଥିରେ ଭଲ ଲାଗିବ ବିନ୍ସ ଆଳୁର ଏଇ ନୂଆ ତରକାରୀ। ସବୁଠୁ ବଡ଼ କଥା ଥରେ ବନେଇ ଖାଇଲେ ସମସ୍ତେ ବାର ବାର ବନେଇବା ପାଇଁ ଜିଦ୍ କରିବେ। ଜୟ ଜଗନ୍ନାଥ, ମୁଁ ସସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ସସ୍ମିତା ଷ୍ଟାର କିଚେନକୁ। ତେବେ ଆଉ ଡେରି କାହିଁକି, ଚାଲନ୍ତୁ ବନେଇବା ଷ୍ଟାର୍ଟ କରିବା। ଆଜିର ତରକାରୀ ପାଇଁ ଏଇଠି ମୁଁ ନେଇଛି 250 ଗ୍ରାମର କଷି ବିନ୍ସ, ତା ସହିତ ନେଇଛି 2ଟି ମିଡ଼ିୟମ୍ ସାଇଜ୍ର ଆଳୁ। ପ୍ରଥମ କାମ ହେଲା ବିନ୍ସକୁ କାଟିବା। ବିନ୍ସର ଉପର ତଳ ପାଖରୁ ଅଳ୍ପ ଅଳ୍ପ କାଟିବା, ତାପରେ ବିନ୍ସକୁ ଟିକେ ଛୋଟ ସାଇଜ୍ରେ କାଟିବା। ବିନ୍ସ ସିଝିବା ପାଇଁ ଟିକେ ଅଧିକ ସମୟ ଲାଗେ, ଛୋଟ କାଟିଲେ ବହୁତ ଜଲ୍ଦି ସିଝିଯିବ। ତାପରେ ଆମେ ଆଳୁକୁ କାଟିବା। ଆଳୁକୁ ବିନ୍ସ ଠାରୁ ଟିକେ ବଡ଼ ଖଣ୍ଡ କରି କାଟିବା। ତରକାରୀରେ ସବୁ ଜିନିଷ ସମାନ ଭାବରେ ସିଝିଯିବ। ପ୍ରିୟ ଦର୍ଶକ ବନ୍ଧୁ, ଆପଣମାନଙ୍କୁ ଗୋଟେ ଅନୁରୋଧ, ଆଜିର ରେସିପି ପସନ୍ଦ ଆସିଲେ ଭିଡ଼ିଓକୁ ଲାଇକ୍ କରନ୍ତୁ, ନିଶ୍ଚୟ ଗୋଟେ ସେୟାର କରନ୍ତୁ। ଚ୍ୟାନେଲ ଯଦି ନୂଆ ଅଛନ୍ତି ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ସବୁ ଜିନିଷ କାଟି ନେଲେ ଚାଲନ୍ତୁ ତରକାରୀ ବନେଇବା ଷ୍ଟାର୍ଟ କରିବା। କଢ଼େଇ ଗରମ କରି 2 ବଡ଼ ଚାମଚ ସୋରିଷ ତେଲ ଗରମ କରିବା। ତେଲ ଗରମ ହୋଇଯିବା ପରେ ଅଧା ଚାମଚ ଜିରା ଦେବା। ଜିରା ତେଲରେ ଫୁଟିଯିବା ପରେ ଗୋଟେ ବଡ଼ ସାଇଜ୍ର ପିଆଜ, ତା ସହିତ 2ଟି କଞ୍ଚାଲଙ୍କା ମଝିରୁ ଚିରା ଲଗାଇଦେବେ, ବହୁତ ବଢ଼ିଆ ବାସ୍ନା ଆସିବ। ପିଆଜକୁ କେବଳ 1ରୁ 2 ମିନିଟ୍ ପର୍ଯ୍ୟନ୍ତ ହାଲକା ଭାଜିବା। କେବଳ ପିଆଜର କଞ୍ଚା ବାସ୍ନା ଯିବା ପର୍ଯ୍ୟନ୍ତ ଆମେ ହାଲକା ଭାଜିବା, ପିଆଜକୁ ବେଶୀ ପୋଡ଼ିବା ନାହିଁ। ପିଆଜ ହାଲକା ଭାଜିଯିବା ପରେ କାଟି ରଖିଥିବା ଆଳୁକୁ ଦେବା। ଆଳୁ ଦେବା ପରେ ଆଳୁ ଆଉ ବିନ୍ସକୁ ଦେଖି ସ୍ୱାଦ ଅନୁସାରେ ଲୁଣ ଦେବା। ଏବେ କିନ୍ତୁ ବିନ୍ସକୁ ଦେବା ନାହିଁ, ବିନ୍ସକୁ ଆମେ ପରେ ଦେବା। ଅଧା ଛୋଟ ଚାମଚ ହଳଦୀ ଗୁଣ୍ଡ ଦେବା। ସବୁ ଜିନିଷକୁ ଗୋଳେଇ ନେବା। ପ୍ରଥମେ ଆମେ ଆଳୁକୁ ଭାଜିବା। ଆଳୁକୁ ସିଝିବା ପାଇଁ ଟିକେ ଅଧିକ ସମୟ ଲାଗିବ। ପ୍ରଥମରୁ ଯଦି ଆଳୁ ସହିତ ବିନ୍ସକୁ ଦେବା ତାହେଲେ ବିନ୍ସ ବେଶୀ ସିଝିଯିବ, ବିନ୍ସର କଲର୍ ବି ଖରାପ ହେଇଯିବ। ଏବେ ଗ୍ୟାସ୍ର ଫ୍ଲେମ୍ ପୁରା ଲୋ ରଖି 2ରୁ 3 ମିନିଟ୍ କଭର କରିବା, ଯାହାଦ୍ୱାରା ଆଳୁ ଭାଜିବା ସମୟରେ ହାଲକା ସିଝିଯିବ। 3 ମିନିଟ୍ ପରେ ଏଇଠି ଦେଖନ୍ତୁ ଆଳୁର କଲର୍ ଟିକେ ଚେଞ୍ଜ ହେଇଯାଇଛି। ଆଳୁ ଆମର ହାଲକା ଭାଜି ଯାଇଛି। ଆଳୁ ଏତିକି ଭାଜିଯିବା ପରେ କାଟି ରଖିଥିବା ବିନ୍ସକୁ ଦେବା। ବିନ୍ସକୁ ସେମିତି ତରକାରୀରେ ସିଝିବା ପାଇଁ ଟିକେ ଅଧିକ ସମୟ ଲାଗେ, ସେଥିପାଇଁ ପ୍ରଥମେ ଗ୍ୟାସ୍ର ଫ୍ଲେମ୍ ପୁରା ଲୋ ରଖି 2ରୁ 3 ମିନିଟ୍ କଭର କରି ଭାଜିବା, ଯାହାଦ୍ୱାରା ବିନ୍ସ ବହୁତ ଜଲ୍ଦି ସିଝିଯିବ। ସେ ଭିତରେ ଚାଲନ୍ତୁ ତରକାରୀ ପାଇଁ ଗୋଟେ ମସଲା ବନେଇବା। ଗ୍ରାଇଣ୍ଡର ଜାର୍ ନେଇ ଗୋଟେ ଛୋଟ ଚାମଚ କଞ୍ଚା ଧନିଆ, ଅଧା ଛୋଟ ଚାମଚ ଜିରା, ଅଧା ଛୋଟ ଚାମଚ କଞ୍ଚା ପାନମଧୁରୀ, ଏଇ 3ଟି ଜିନିଷ ନିଶ୍ଚୟ ଦେବେ। ତା ସହିତ 2ଟି ଗୁଜୁରାତି, ଛୋଟ ଖଣ୍ଡେ ଡାଲଚିନି, ବାସ୍ ଏତିକି ଗରମ ମସଲା, ଆଉ କିଛି ଗରମ ମସଲା ଦେବା ଦରକାର ନାହିଁ। ତା ସହିତ ଅଧା ଇଞ୍ଚର ଅଦା, 7-8ଟି ରସୁଣ, ରାଗ ପାଇଁ 1ରୁ 2ଟି ଶୁଖିଲା ଲଙ୍କା। ଏତିକି ମସଲା ସହିତ 4ରୁ 5 ଚାମଚ ଖଣ୍ଡ ନଡ଼ିଆ ଦେବା। ଯଦି କୋରା ନଡ଼ିଆ ଦେବେ ଅଧା ଗିନା ପାଖାପାଖି ଦେବେ। ନଡ଼ିଆ ଟିକେ ଅଧିକ ଦେବେ। ନଡ଼ିଆ ଅଧିକ ଦେଲେ ଏ ତରକାରୀ ଖାଇବା ପାଇଁ ଭଲ ଲାଗିବ। ଜମା ପାଣି ଦେବା ନାହିଁ, ସେମିତି ଶୁଖିଲା ଗ୍ରାଇଣ୍ଡ କରି ଆଣିବା। ଏଇ ମସଲାକୁ ଏମିତି ଗ୍ରାଇଣ୍ଡ କଲେ ତରକାରୀରେ ଖାଇବା ପାଇଁ ଭଲ ଲାଗେ, କିନ୍ତୁ ଧ୍ୟାନ ରଖିବେ ଅଦା ରସୁଣକୁ ବେଶୀ ବଡ଼ ଖଣ୍ଡ ରଖିବେ ନାହିଁ, ନହେଲେ ଖାଇବା ସମୟରେ ଜମା ଭଲ ଲାଗିବ ନାହିଁ। ମସଲା ରେଡି ହେଇଗଲା। ସେପଟେ ଚାଲନ୍ତୁ ବିନ୍ସ ଆଳୁକୁ ଚେକ୍ କରିବା। ବିନ୍ସ ଦେବା ପରେ ଆମେ 3 ମିନିଟ୍ ଲୋ ଫ୍ଲେମ୍ରେ କଭର କରିଥିଲେ, କିନ୍ତୁ ଆଳୁ ଦେବା ପରେ ପ୍ରଥମରୁ ଏ ପର୍ଯ୍ୟନ୍ତ ଟୋଟାଲ 6 ମିନିଟ୍ କଭର କଲେ। ଏବେ ଦେଖନ୍ତୁ ଆଳୁ ଆଉ ବିନ୍ସ ପାଖାପାଖି 60ରୁ 70% ସିଝି ଆସିଲାଣି। ଆଳୁ ବିନ୍ସ ଏତିକି ସିଝିଯିବା ପରେ ଆମେ ବନେଇ ରଖିଥିବା ସ୍ପେଶାଲ ମସଲାକୁ ଦେବା। ଏବେ ଏଇ ମସଲା ଦେଇ ଆମେ ବିନ୍ସ ଆଳୁକୁ କଷିବା। ମସଲାରେ ସବୁ ଆମେ କଞ୍ଚା ଜିନିଷ ଦେଇଛୁ। ମସଲାକୁ ଭଲ ଭାବରେ କଷିଦେଲେ ଅଦା ରସୁଣର କଞ୍ଚା ବାସ୍ନା ଚାଲିଯିବ। କଷିବା ସମୟରେ ଅଧା ଛୋଟ ଚାମଚ କାଶ୍ମୀରୀ ଲଙ୍କାଗୁଣ୍ଡ ଦେବା। ତରକାରୀରେ ବହୁତ ବଢ଼ିଆ କଲର୍ ଆସିବ। ରାଗ ପାଇଁ ଆମେ 2ଟି କଞ୍ଚା ଲଙ୍କା, 2ଟି ଶୁଖିଲା ଲଙ୍କା ଦେଇଥିଲୁ। ମସଲାରେ ଆମେ ନଡ଼ିଆ ବାଟିକି ଦେଇଥିଲୁ। ମସଲା କଢ଼େଇ ତଳେ ଲାଗିବ, ସେଥିପାଇଁ ମସଲା କଷିବା ସମୟରେ ଲଗାତାର ଖଡ଼ିକାରେ ଘାଣ୍ଟିବେ। ବିନ୍ସ ଆଳୁ ଏ ପର୍ଯ୍ୟନ୍ତ ଭଲ ଭାବରେ ସିଝି ନାହିଁ, ସେଥିପାଇଁ ମସଲା କଷିବା ସମୟରେ ଗ୍ୟାସ୍ର ଫ୍ଲେମ୍ ପୁରା ଲୋ ରଖି 2 ମିନିଟ୍ ଲେଖାଏଁ 2 ଥର, ତାମାନେ ଲୋ ଫ୍ଲେମ୍ରେ 4 ମିନିଟ୍ କଭର କରି ଆମେ ମସଲାକୁ କଷିବା, ଯାହାଦ୍ୱାରା ମସଲା ଭଲ ଭାବରେ କଷିଯିବ ଆଉ ଆମ ବିନ୍ସ ଆଳୁ ବି ଭଲ ଭାବରେ ସିଝିଯିବ। 4 ମିନିଟ୍ ପରେ ଏଇଠି ଦେଖନ୍ତୁ ବିନ୍ସ ଆଉ ଆଳୁ ମସଲା ସହିତ ପୁରା ଲଟପଟ ହେଇଯାଇଛି, ତାମାନେ ମସଲାରେ ଭଲ ଭାବରେ କଷି ହେଇଛି। ଏବେ ତରକାରୀ ପାଇଁ 2ଟି ମିଡ଼ିୟମ୍ ସାଇଜ୍ର ଟମାଟୋ ଦେବା। ଟମାଟୋକୁ ଟିକେ ବଡ଼ ଖଣ୍ଡ କରି ଦେବେ, ତରକାରୀରେ ବେଶୀ ଘାଣ୍ଟିବ ନାହିଁ। ଏଇ ଷ୍ଟେଜ୍ରେ ବେଶ କିଛି ଭୃଷଙ୍ଗ ପତ୍ର ଦେବା। ଯେହେତୁ ତରକାରୀରେ ଆମେ ନଡ଼ିଆ ଦେଇଛୁ, ଅଳ୍ପ ଭୃଷଙ୍ଗ ପତ୍ର ଦେଲେ ତରକାରୀର ଟେଷ୍ଟ ଆଉ ଫ୍ଲେଭର ପୁରା ସାଉଥ୍ ଇଣ୍ଡିଆ ତରକାରୀ ପରି ଆସିବ। ଟମାଟୋ ଦେବା ପରେ ଆଉ 2 ମିନିଟ୍
ସେମିତି ଲୋ ଫ୍ଲେମ୍ରେ କଭର କରିବା, ଯାହାଦ୍ୱାରା ଟମାଟୋ ଟିକେ ନରମ ହେଇଯିବ, ସବୁ ମସଲାର ଫ୍ଲେଭର ତରକାରୀ ଭିତରକୁ ଆସିଯିବ। 2 ମିନିଟ୍ ପରେ ଏଇଠି ଦେଖନ୍ତୁ ଟମାଟୋ ଟିକେ ନରମ ହେଇଯାଇଛି ଆଉ ଆମ ତରକାରୀ ପୁରା ଲଟପଟିଆ ହେଇଯାଇଛି। ଟମାଟୋକୁ ବେଶୀ ସିଝେଇବା ନାହିଁ। ପ୍ରଥମରୁ ଏ ପର୍ଯ୍ୟନ୍ତ ଟୋଟାଲ ଆମେ 12 ମିନିଟ୍ ଲୋ ଫ୍ଲେମ୍ରେ ଏଇ ତରକାରୀକୁ ବନାଇଲେ। ଶେଷରେ ଆଳୁ ଆଉ ବିନ୍ସକୁ ଚେକ୍ କରିବା। ଦେଖନ୍ତୁ ଆଳୁ ଆଉ ବିନ୍ସ ସବୁ ଭଲ ଭାବରେ ସିଝି ଯାଇଛି। ଶେଷରେ ଭଲ ବାସ୍ନା ପାଇଁ ବେଶ କିଛି ଧନିଆ ପତ୍ର ଦେବା, ଆଉ କିଛି ଗୁଣ୍ଡ ମସଲା ଦେବା ଦରକାର ନାହିଁ। ଏବେ ଆମ ରେଡି ହେଇଗଲା କମ୍ ତେଲ ମସଲାରେ ତିଆରି ସବୁଠୁ ସୁଆଦିଆ ବିନ୍ସ ଆଳୁ ତରକାରୀ। ତରକାରୀର ଫାଇନାଲ ଲୁକ୍ ଦେଖନ୍ତୁ, ତରକାରୀ କେତେ କଲରଫୁଲ ଦେଖାଯାଉଛି। ଯେହେତୁ ଆମେ ଅଳ୍ପ ନଡ଼ିଆ ଦେଇଥିଲୁ, ପ୍ରକୃତରେ ଏଇ ତରକାରୀର ସ୍ୱାଦ ଆପଣମାନେ ଥରେ ଚାଖିଲେ କେବେ ବି ଭୁଲି ପାରିବେ ନାହିଁ। ମୁଁ ତ କହିବି ଆପଣମାନେ ବି ବନାନ୍ତୁ, ଆଉ କେମିତି ଲାଗିଲା ନିହାତି କମେଣ୍ଟସ୍ କରି ଜଣାଇବେ। ତାହେଲେ ଆଜି ପାଇଁ ରହିଲି, ପୁଣି ଦେଖା ହେବା ନୂଆ ରେସିପିରେ। ଧନ୍ୟବାଦ।